ଯାଜପୁର ଜିଲ୍ଲା ବଡ଼ଚଣା କଡ଼େଇଛକ ନିକଟବର୍ତ୍ତୀ କଟକ ଅଭିମୁଖେ 16 ନମ୍ବର ଜାତୀୟ ରାଜପଥ ଉପରେ ସରକାରୀ ବିଦେଶୀ ମଦ ଗାଡ଼ି ଓଲଟି ପଡ଼ିଥିଲା। ଖବର ପାଇ ବଡ଼ଚଣା ଥାନା ଅଧିକାରୀ ଶରତଚନ୍ଦ୍ର ପାତ୍ର ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଓଲଟିଥିବା ଟ୍ରକ୍କୁ ମେସିନ୍ ଯୋଗେ ଉଠାଇବା ପରେ ବନ୍ଦ ହୋଇଥିବା ରାସ୍ତାରେ ଗାଡ଼ି ମଟର ଚାଲୁ କରିଥିଲେ। ପରେ ଏକ ମେସିନ୍ ଦ୍ୱାରା ଟ୍ରକ୍ଟିକୁ ଥାନାକୁ ଆଣିଥିଲେ। ଅନୁଗୁଳରୁ ବିଦେଶୀ ମଦ ନେଇ ଏକ ଟ୍ରକ୍ ଯୋଗେ ସରକାରୀ ଡିପୁ ଚଣ୍ଡିଖୋଲକୁ ଆସୁଥିଲା। ତେବେ ଟ୍ରକ୍ ଚାଳକ ମଦ ପିଇବା ଫଳରେ ଭୁଲରେ ଡିପୁ ଚଣ୍ଡିଖୋଲରେ ନ ରହି ପୁଣି ଛତିଆ ଅଭିମୁଖେ ଯାଉଥିବା ବେଳେ କଡ଼େଇଛକ ନିକଟରେ ଜାତୀୟ ରାଜପଥ ଉପରେ ଥିବା ଡିଭାଇଡର ଉପରକୁ ଟ୍ରକ୍ ଚଢ଼ି ଯାଇଥିଲା, ଯାହାଫଳରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ଟ୍ରକ୍। ଏନେଇ ଟ୍ରକ୍ରେ ଥିବା ସମସ୍ତ ବିଦେଶୀ ମଦଗୁଡ଼ିକ ରାସ୍ତାରେ ପଡ଼ିଯାଇଥିଲା। ଥାନା ଏସ୍ଆଇ ଜେ ଆବେଦିନ, ଦେହୁରୀ ବାବୁ, କନେଷ୍ଟବଳ ସନ୍ତୋଷ କୁମାର ରାଉତ ପ୍ରମୁଖ ମଦଗୁଡ଼ିକୁ ଜଗୁଥିଲେ। କିଛି ସମୟ ପରେ ଚଣ୍ଡିଖୋଲ ମଦ ଡିପୋ ଖବର ପରେ ଭୀଷଣ ଖରାରେ ଶ୍ରମିକ ଲଗାଇ ମଦଗୁଡ଼ିକୁ ଅନ୍ୟ ଏକ ଟ୍ରକରେ ଥାନାକୁ ଆଣିଥିଲେ। ପରେ ମଦ ଡିପୋ ମାଲିକ ସମସ୍ତ କାଗଜପତ୍ର ଦେଖାଇ ବିଦେଶୀ ନେଇଥିଲେ। କୋଉଠୁ ଆସିଥିଲା ଗାଡ଼ି? ଢେଙ୍କାନାଳରୁ। ଯଦି ଢେଙ୍କାନାଳରୁ ଆସୁଥିଲା ଚଣ୍ଡିଖୋଲ କୋଉଠି ଯାଉଥିଲା? ଚଣ୍ଡିଖୋଲକୁ। ଆଚ୍ଛା, ଅଲ୍ଟରନେଟ୍ ରୋଡରେ କେମିତି ଆକ୍ସିଡେଣ୍ଟ ହେଲା? ଡ୍ରାଇଭର ନେଇକି ଯାଉଥିଲା ସେପଟେ କାମ କ'ଣ ଡ୍ରାଇଭରକୁ କହିଥିଲୁ ନେଇକି ଯିବାକୁ ସେପଟେ ସେ ତାର ସେପଟେ କାହିଁ ନେଇ ଯାଉଥିଲା ସେ ଜାଣିଦେବ। ଡ୍ରାଇଭରକୁ ଆମେ କ'ଣ କହିବୁ ଚଣ୍ଡିଖୋଲ ଯାଉଥିଲୁ ବୁଲିକି ପୁଣି କଟକ ଆଡ଼ୁ ଯା। ଡ୍ରାଇଭର 5ଟା ବେଳେ ଖବର ଦେବା। ଗାଡ଼ି କୋଉଠିକା ମାଲିକର ଜାଣିଛନ୍ତି? କଟକର। ଆପଣ ଚାଲାଣ ଦେଖିଲେ ଜାଣିପାରିବେ କେତେ ଟଙ୍କା ମାଲ। ଆପଣ ଚାଲାଣ ଦେଖନ୍ତୁ, ଚାଲାଣ ଅଛି। ଚାଲାଣ ଅଛି? ହଁ, ଆଉ ବିନା ଚାଲାଣ କ'ଣ ଗାଡ଼ି ଆସିବ ଯିବାର ପଳେଇବନି। ବଡ଼ଚଣା ବେଦପ୍ରକାଶ ନାୟକଙ୍କ ରିପୋର୍ଟ, ରିପୋର୍ଟର୍ସ ଟୁଡେ।